ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଯେତେବେଳେ ଠାକୁରଙ୍କ ପାଖରେ ଆପଣମାନେ ଦୀପ ଲଗାଉଛନ୍ତି, ଦୀପ ଜଳି ସାରିବା ପରେ ଯେଉଁ ସଳିତା ଯାହାକି ଜଳି ଯାଇଥାଏ, ପୋଡ଼ି ଯାଇଥାଏ, ସେହି ସଳିତାକୁ ଯଦି ଆପଣମାନେ ଫିଙ୍ଗି ଦେଉଛନ୍ତି, ତେବେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। କେବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଏହି ସଳିତାକୁ ଆମେ ଫିଙ୍ଗି ଦେଉଛୁ, ଏହାର କ'ଣ ଉପକାରିତା ଥାଇପାରେ? ଏହି ସଳିତା ଫିଙ୍ଗିଦେଲେ ଆମର କ'ଣ କ୍ଷତି ହୋଇଥାଏ? ଦର୍ଶକ ବନ୍ଧୁ, ଆପଣମାନେ ଯଦି ସେହି ସଳିତାକୁ ଫିଙ୍ଗି ଦେଉଛନ୍ତି, ଏହାର ଚମତ୍କାରୀ ଫାଇଦା ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି। ସେହି ଜଳି ଯାଉଥିବା ସଳିତାକୁ ଆପଣମାନେ ପ୍ରକୃତରେ କ'ଣ କରିବେ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡ଼ିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ ଏବଂ ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ, କାରଣ ବହୁତ ଜଣ ବ୍ୟକ୍ତି ଏହି କଥାକୁ ଜାଣିନଥିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହା ଆପଣଙ୍କୁ କରୋଡ଼ପତି ବି ବନାଇପାରେ, କାରଣ ଏହି ଜଳି ଯାଉଥିବା ସଳିତାର ଏତେ ଶକ୍ତି ଅଛି ଯେ ଯାହା ଆପଣଙ୍କର ମନକୁ ଆଚମ୍ବିତ କରିଦେବ। ତା ଆଗରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ, ଦୀପ ଅନ୍ଧାରରୁ ଆଲୋକ ଦର୍ଶାଏ। ଏହି ଦୀପ ଯେତେବେଳେ ଆମେ ଈଶ୍ୱରଙ୍କ ପାଖରେ ଜଳାଇଥାଉ, ବହୁତ ଗୁଡ଼ିଏ ଶକ୍ତି ଅର୍ଥାତ୍ ଦୈବୀ ଶକ୍ତି ଏହି ଦୀପକୁ ଆସିଥାଏ। ଥରେ ଆପଣମାନେ ନିଜକୁ ପଚାରନ୍ତୁ, ଯେତେବେଳେ ପୂଜା ସମୟରେ ଆପଣମାନେ ଦୀପ ଲଗାଉଛନ୍ତି, ମନ୍ଦିରରେ ଦୀପ ଲଗାଉଛନ୍ତି, କାହିଁକି ଲଗାଉଛନ୍ତି? ଆପଣଙ୍କ ମନରେ ଗୋଟିଏ ବିଶ୍ୱାସ ଅଛି ଯେ ଦୀପ ଲଗାଇବା ଦ୍ୱାରା ଈଶ୍ୱର ଆମ ଡାକ ଶୁଣନ୍ତି। ଦୀପ ହେଉଛି ଗୋଟିଏ ମାଧ୍ୟମ, ଯାହାକି ଦୀପକୁ ଈଶ୍ୱର ପୂଜା ସମୟରେ ଆସନ୍ତି। ବେଳେବେଳେ ଆପଣମାନେ ପୂଜା ସମୟରେ ଅନୁଭବ କରିଥିବେ ଯେ ଦୀପ ହଠାତ୍ ଜଳିବା ଆରମ୍ଭ କରିଦିଏ, ବହୁତ ଜୋରରେ ଜଳେ, ଯାହାକି ଆପଣମାନେ ଆଗରୁ ଦେଖିନଥିବେ। ଫଡ଼ ଫଡ଼ ହେଉଥିବ ଦୀପର ସଳିତା ଏବଂ ଦୀପର ସଳିତା ବେଳେବେଳେ ଧୀରେ ଧୀରେ ଏପଟ ସେପଟ ଯେପରିକି ଦୋହଲୁଥିବ, ହଲୁଥିବ ଦୀପର ସଳିତା। ଆପଣ ଦୀପ ଜଳାଇଥିବେ, ସେହି ସଳିତା ଧୀରେ ଧୀରେ ଏପଟେ ସେପଟେ ହେଉଥିବ, ଦୀପର ଜ୍ୟୋତି ଯାହାକୁ କୁହାଯାଏ। କେବେ ଆପଣମାନେ ଏପରି ଅନୁଭବ କରିଛନ୍ତି କି? ତେବେ ଦର୍ଶକ ବନ୍ଧୁ, ଏହାର ଅର୍ଥ ଏଇଆ ଯେ ଈଶ୍ୱର ଆମର ଭାବକୁ, ଆମର ପୂଜାକୁ ସ୍ୱୀକାର କରୁଛନ୍ତି। ସବୁବେଳେ ଆପଣଙ୍କ ସହିତ ଏମିତି ହେଉନଥିବ। ଯେଉଁଦିନ ଆପଣ ଈଶ୍ୱରଙ୍କ ପ୍ରତି ବହୁତ ପ୍ରେମ ଭାବରେ ପୂଜା କରୁଥିବେ, ବହୁତ ଭାବର ସହିତ ପୂଜା କରୁଥିବେ, ଆପଣଙ୍କ ସହିତ ଏମିତି ହେଉଥିବ। ଯଦି ଆପଣଙ୍କ ସହିତ ଏମିତି ହେଉଛି, ତେବେ କମେଣ୍ଟ ସେକ୍ସନରେ ନିଶ୍ଚୟ ନିଜର ଅନୁଭୂତିକୁ ସେୟାର କରନ୍ତୁ। ଏବେ ଦର୍ଶକ ବନ୍ଧୁ, ଆମେ ଯେତେବେଳେ ଦୀପର ସଳିତାକୁ ଜଳୁଥାଉ, ତାହା ବେଳେବେଳେ ପୋଡ଼ିଯାଇଥାଏ, ବେଳେବେଳେ ଅଧା ପୋଡ଼ି ହୋଇକରି ରହିଥାଏ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ସଳିତା ଅଧା ପୋଡ଼ି ହୋଇକରି ରହିଥାଏ, ତେବେ ଜାଣନ୍ତୁ ଯେ ସେହିଦିନ ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇଛି କିମ୍ବା ଈଶ୍ୱର ଆପଣଙ୍କ ପୂଜାକୁ ସ୍ୱୀକାର କରିନାହାନ୍ତି। ଯଦି ଆପଣମାନଙ୍କ ସହିତ ଏମିତି ରେଗୁଲାର ହେବା ପାଇଁ ଲାଗୁଛି, ବାରମ୍ବାର ହେଉଛି, ତେବେ ଆପଣ ଈଶ୍ୱରଙ୍କ ପାଖରେ କ୍ଷମା ଯାଚନା କରନ୍ତୁ। ହୁଏତ ଆଗକୁ କିଛି ବଡ଼ ସଙ୍କଟର ଏହା ପୂର୍ବାନୁମାନ, ଆଜ୍ଞା, ଅନୁଭୂତିରୁ ଏହାକୁ ଆପଣଙ୍କ ପାଖକୁ ନେଇ ଆସୁଛି। ଏହା ନିଶ୍ଚୟ ଯଦି ଆପଣମାନଙ୍କ ସହିତ ହେଉଛି, ତେବେ ଈଶ୍ୱରଙ୍କ ପାଖରେ ଗୁହାରି ପଡ଼ନ୍ତୁ। ଈଶ୍ୱରଙ୍କୁ ଆସୁଥିବାର ପୂର୍ବ ଘଟଣା, ଦୁର୍ଘଟଣା ଯାହାକି ଆମେ ତ ଜାଣୁନାହୁଁ, କିନ୍ତୁ ଈଶ୍ୱର ଜାଣିଛନ୍ତି ବୋଲି ସଂକେତ ଦେଉଛନ୍ତି। ଦୀପର ସଳିତା ଯଦି ଅଧା ପୋଡ଼ି ହୋଇକି ରହିଯାଏ, ଦୀପର ସଳିତା ସବୁବେଳେ ପୁରା ପୋଡ଼ି ହେବା ଦରକାର। ଏହି କଥାକୁ ଆପଣମାନେ ବିଶେଷ ଧ୍ୟାନ ଦିଅନ୍ତୁ। ତେବେ ଏହା ତ ଥିଲା ଈଶ୍ୱରଙ୍କର ସଂକେତ। ଏବେ ସେହି ଜଳି ଯାଉଥିବା ସଳିତାକୁ ଆପଣମାନେ କ'ଣ କରିବେ? ଆପଣମାନେ ଏହି ସଳିତାକୁ ଫିଙ୍ଗି ଦେଉଛନ୍ତି ନା? ଯେଉଁ ଘରେ ଏହି ସଳିତାକୁ ଫିଙ୍ଗି ଦିଆଯାଏ, ଏହି ସଳିତା ପାଦରେ ଲାଗିଥାଏ, ଧୂପକାଠିର ଯେଉଁ ଧୂପବତୀ ସବୁ ତଳେ ପଡ଼ିଥାଏ, ଧୂପକାଠି କିମ୍ବା ଜଳିଯାଉଥିବା ସଳିତାର ସେହି ସଳିତା, ପୋଡ଼ା ସଳିତା ଯଦି ଆମ ପାଦରେ ବାଜିବ, ଆମେ ଯଦି ଏଠି ସେଠି ଫିଙ୍ଗିଦେବା, ତେବେ ଏହା ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଏ ବୋଲି କୁହାଯାଏ। କାରଣ ଏହି ଦୀପର ଏତେ ଶକ୍ତି ଅଛି ଯେ ଆମେ ଭଗବାନଙ୍କୁ ଡାକୁଛେ, ଭଗବାନଙ୍କ ପୂଜାରେ ଗୋଟିଏ ଭଲ ପୂଜାରେ ଆମେ ଦୀପ ଲଗାଉଛେ ଏବଂ ସେହି ବାତିକୁ ଆମେ କ'ଣ କରୁଛେ ନା ଏଠି ସେଠି ଫିଙ୍ଗି ଦେଉଛେ। ତେବେ ଆପଣମାନଙ୍କୁ ଏଠି ସେଠି ସେହି ଜଳି ଯାଉଥିବା ସଳିତାର
ବାତିକୁ ସଳିତାକୁ ଜମା ବି ଏଠି ସେଠି ଫିଙ୍ଗିବେ ନାହିଁ। ଏହି ସଳିତାକୁ ଆପଣମାନେ କ'ଣ କରିବେ? ଏହାକୁ ଆପଣମାନେ ଯେତେ ଥର ଦୀପ ଜଳାଉଛନ୍ତି, ଗୋଟିଏ ଛୋଟ ଡବାରେ ସେହି ଜଳିଯାଉଥିବା ସଳିତାକୁ ରଖିଦିଅନ୍ତୁ। ରଖିବା ଆରମ୍ଭ କରିଦିଅନ୍ତୁ। ଯେତେବେଳେ ଏହା ବହୁତ ସାରା ହୋଇଯିବ, ଆପଣମାନେ କ'ଣ କରିବେ? ଏହାକୁ କିଛି କର୍ପୂର ଏବଂ କିଛି କିଛି କର୍ପୂର ପକାଇ କରି ଏହାକୁ ଜାଳିଦେବେ। ଏହା ସହିତ ଆପଣମାନେ ଝୁଣା ବି ପକାଇ ପାରିବେ। ଏମିତି କରି ଜାଳିପାରିବେ କିମ୍ବା କିଛି କର୍ପୂର ପକାଇ ଦିଅନ୍ତୁ, କିଛି ଘିଅ ପକାଇ ଦିଅନ୍ତୁ। ଯେଉଁ ଏକାଠି କରିଥିବେ, ଯେଉଁ ବଚି ଯାଇଥିବା ବାତିକୁ ଆପଣମାନେ କ'ଣ କରିବେ? ଜାଳିଦେବେ। ସନ୍ଧ୍ୟା ସମୟରେ ଜାଳି କରି ପୁରା ଘର ସାରା ବୁଲାନ୍ତୁ। ପୁରା ଘର ସାରା ଏହି ଧୂଆଁକୁ ଲଗାଇ ସାରିବା ପରେ ଯେତେବେଳେ ପୁରା ଏହି ଧୂପବତୀ ଥଣ୍ଡା ହୋଇଯିବ, ଯେଉଁ ପାଉଁଶ ଏହାକୁ ସାଇତି କରି ଗୋଟିଏ ଛୋଟ ଡବାରେ ରଖନ୍ତୁ। ଏହାକୁ ଟୀକା ଲଗାନ୍ତୁ। ଯେଉଁ ବ୍ୟକ୍ତିବିଶେଷମାନେ ବଡ଼ ବଡ଼ ଇଣ୍ଟରଭ୍ୟୁକୁ ଯାଆନ୍ତି, ପରୀକ୍ଷାକୁ ଯାଆନ୍ତି, ଏହି ବଚି ଯାଇଥିବା ସଳିତାର ବାତିକୁ ଆପଣମାନେ ଟୀକା ଲଗାଇ କରି ପରୀକ୍ଷାକୁ ଯାଆନ୍ତୁ। କାମକୁ ଯିବାବେଳେ ଏହାର ଟୀକା ଲଗାନ୍ତୁ। ଥରୁଟିଏ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ଏହି ଯେଉଁ ଦୀପ ଆର କେତେ ମହତ୍ତ୍ୱ ଅଛି। ଆମ ଘରେ ଆମେ ଠାକୁରଙ୍କୁ ବସେଇଛେ, ବିଶ୍ୱାସ ଅଛି ଯେ ଈଶ୍ୱର ଆମ ପୂଜାକୁ ସ୍ୱୀକାର କରନ୍ତି ବୋଲି। ତେବେ ଏହି ଯେଉଁ ସଳିତା ଈଶ୍ୱର ଯେତେବେଳେ ଆମେ ଦୀପଟିଏ ଲଗାଇଥାଉ, ଏହା ଏକ ମାଧ୍ୟମ। ଈଶ୍ୱର ଆଉ ଆମ ଭିତରେ ଯେଉଁ କନେକ୍ସନ୍ ଥାଏ, ଯେଉଁ ଭାବ ଥାଏ, ଏହି ଦୀପ ମାଧ୍ୟମରେ ଆମେ ଈଶ୍ୱରଙ୍କୁ ଜଣାଇଥାଉ। ଅଗ୍ନି ସାକ୍ଷୀ ଥାଏ। ପଞ୍ଚତତ୍ତ୍ୱ ଭିତରେ ଅଗ୍ନି ବି ଗୋଟିଏ ତତ୍ତ୍ୱ। ଥରୁଟିଏ ଏହି ମର୍ମକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ଦୀପର ସଳିତାର କେତେ ମହତ୍ତ୍ୱ ଅଛି। ଆମେ ତାହାକୁ କ'ଣ କରୁ? ଏଠି ସେଠି ଫିଙ୍ଗି ଦେଉ। ଯଦି ଆପଣ ଏହାକୁ ଏକାଠି କରି ଜଳାଇ ପାରୁନାହାନ୍ତି, ଜଳିବା ପାଇଁ ଚାହୁଁନାହାନ୍ତି, ତେବେ ଆପଣଙ୍କ ଘରେ ଯେଉଁ ଗଛ ଅଛି, ଯେଉଁ ଗଛ ଲଗାଇଛନ୍ତି, ଏହାକୁ ଏକାଠି କରିଦିଅନ୍ତୁ। ଏକାଠି କରି କରି ଯେଉଁ ଗଛ ଅଛି ତାହାକୁ ଖୋଳି କରି ସେହି ମାଟି ଭିତରେ ପୋତି ଦିଅନ୍ତୁ। ଏପରି କରିପାରିବେ। ନଚେତ୍ ଏହି ଦୁଇଟି ଭିତରୁ ଏମିତି ହିଁ କରିବେ। ଏବେ ଯେଉଁ ଦୀପ ଆପଣମାନେ ଠାକୁରଙ୍କ ପାଖରେ ବ୍ୟବହାର କରିଦେଉଛନ୍ତି, ସେ ମାଟି ଦୀପ ହେଉ କିମ୍ବା ପିତ୍ତଳ ଦୀପ ହେଉ, ସକାଳର ଦୀପ ସଞ୍ଜକୁ ଲଗାଇବା ସମୟରେ ଟିକେ ପାଣିରେ ପଛେ ଏହାକୁ ଧୋଇ କରି ହିଁ ଲଗାନ୍ତୁ। ମାଟି ଦୀପକୁ ସବୁବେଳେ ଧୋଇ କରି ହିଁ ବ୍ୟବହାର କରାଯାଏ। ଯେତେବେଳେ ଗୋଟିଏ ମାଟି ଦୀପ ଆପଣମାନେ ବ୍ୟବହାର କରିଦେଲେ, ତାପରେ ଆପଣ ଟିକେ ହଳଦୀ ପାଣିରେ ଯଦି ଧୋଇଦେବେ, ପୁଣି ଥରେ ଏହାକୁ ପୂଜାରେ ଲଗାଇ ପାରିବେ। ମନେ ରଖନ୍ତୁ, ଦୀପ ଯେତେ ପୁରୁଣା ହେବ, ଆପଣଙ୍କ ଘରେ ସେତେ ଦୃଢ଼ ଶକ୍ତି ଅର୍ଥାତ୍ ଈଶ୍ୱରଙ୍କର ଆଶୀର୍ବାଦ ସେତେ ରହିବ। ଆମେ ଯେତେବେଳେ ଭଗବାନଙ୍କ ପୂଜାରେ ଗୋଟିଏ ଦୀପକୁ ବାରମ୍ବାର ଲଗାଇଥାଉ, ଯେଉଁ ଈଶ୍ୱରଙ୍କର ନାମ ନେଇକି ଆମେ ସେ ଦୀପ ଲଗାଇଥାଉ, ସେହି ଦୀପ ସେତିକି ପାୱାରଫୁଲ୍ ହୋଇଯାଇଥାଏ। ତେଣୁକରି କେବେ ବି ନିଜର ଦୀପକୁ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ। କେବେ ବି ଦିଅନ୍ତୁ ନାହିଁ। ସେ ମାଟି ଦୀପ ହେଉନା କାହିଁକି ପଛେ ଦିଅନ୍ତୁ ନାହିଁ। ପୂଜାର ଦୀପ, ପୂଜାର ଯାହା ବି ଜିନିଷ ଅନ୍ୟକୁ ଜମା ବି ଦିଅନ୍ତୁ ନାହିଁ। ଏଥିରେ ଏତେ ଶକ୍ତି ଥାଏ ଯେ ଆମେ ଈଶ୍ୱରଙ୍କର ନାମ ନେଇକରି ଦୀପର ଆଳତି କରିଥାଉ। ଏହା ବହୁତ ପାୱାରଫୁଲ୍ ଅଟେ। ଜମା ବି ଏହାକୁ ଅନ୍ୟକୁ ଦିଅନ୍ତୁ ନାହିଁ। ଦୈବୀ ଶକ୍ତିରେ ଭରପୁର ଥାଏ। ଏହା ଆମ ଘରର ବହୁତ ମଙ୍ଗଳ କରିଥାଏ। ଏବେ ଦର୍ଶକ ବନ୍ଧୁ, ଯେତେବେଳେ ଆପଣମାନେ ଅଖଣ୍ଡ ଦୀପ ଲଗାଉଥିବେ, ଅଖଣ୍ଡ ଦୀପ ହଠାତ୍ ଲିଭିଯିବ, ଆମକୁ ଡର ଲାଗିବ ଯେ ଆମ ଘରକୁ କିଛି ଭୁଲ ହେଇଯାଇନି ତ, କିଛି ଦୁର୍ଘଟଣା ଆସିବନି ତ। ଯେତେବେଳେ ବି ଆପଣମାନେ ଅଖଣ୍ଡ ଦୀପ ଲଗାଉଛନ୍ତି, ଗୋଟିଏ ଦୀପ ଅଲଗାରେ ସାଇତି କରି ରଖନ୍ତୁ। ଯେତେବେଳେ ଅଖଣ୍ଡ ଦୀପ ଲିଭିଯିବ ବୋଲି ଡର ଲାଗୁଛି, ତତ୍କ୍ଷଣାତ୍ ସେହି ଛୋଟିଆ ଦୀପଟିକୁ ଜଳାଇ ଦିଅନ୍ତୁ ଏବଂ ଯେଉଁ ଜ୍ୟୋତି ଆପଣ ଆଣିବେ, ସେହି ଅଖଣ୍ଡ ଦୀପରୁ ହିଁ ଜ୍ୟୋତିକୁ ଆଣିକରି ଛୋଟିଆ ଦୀପଟାରେ ଜାଳିଦେବେ। ଆପଣଙ୍କର ପୂଜା ଜମା ବି ଅଧା ରହିବନି କିମ୍ବା ଭୁଲ ବି ହବନି। ଅଖଣ୍ଡ ଦୀପ ଲିଭିଗଲେ ତ ଆମକୁ ଗୋଟେ ମନରେ ଡର ଥାଏ ଯେ କିଛି ଗୋଟେ ଭୁଲ ହେବା ପାଇଁ ଯାଉଛି। ଏବଂ ଦର୍ଶକ ବନ୍ଧୁ, ଅଖଣ୍ଡ ଦୀପର ବି ଲଗାଇବାର ବି ବହୁତ ସାରା ଚମତ୍କାରୀ ଫାଇଦା ଅଛି। ଆଗକୁ ଶିବରାତ୍ରି ଆସୁଛି। ଯଦି ଉଜାଗର ରହି ଦୀପଟିଏ ପ୍ରଭୁଙ୍କ ପାଖରେ ଜାଳିଦେବେ, ଆପଣଙ୍କର ବର୍ଷର ପାପ ଦେବଦେବ ମହାଦେବ ନିଶ୍ଚୟ ଦୂର କରିବେ। ଏବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣମାନେ ମଧ୍ୟ ଦୀପର ସଳିତାକୁ ଫିଙ୍ଗି ଦେଉଛନ୍ତି, ଏହାକୁ ସାଇତି କରି ରଖିବା ଆରମ୍ଭ କରିଦିଅନ୍ତୁ ଏବଂ ଏହାକୁ ପୁନର୍ବାର କେମିତି ବ୍ୟବହାର କରିବେ
ଭିଡ଼ିଓରେ ଯେମିତି କହିଲେ ସେମିତି ନିଶ୍ଚୟ ଥରୁଟିଏ କରନ୍ତୁ। ଦେଖିବେ ଆପଣଙ୍କର ସକଳ ମନସ୍କାମନା କିପରି ପୂର୍ଣ୍ଣ ହେବ। ଜମା ବି ଏହାକୁ ଏଣେ ତେଣେ ଫୋପାଡ଼ନ୍ତୁ ନାହିଁ ଏବଂ ପୂଜାର ଫୁଲକୁ ବି ନଦୀରେ ବିସର୍ଜିତ କରିବେ କିମ୍ବା ଆପଣ କୌଣସି ମାଟି ତଳେ ପୋତି ଦେବେ। ପାଦରେ ଲଗାନ୍ତୁ ନାହିଁ, ଏଠି ସେଠି ଫିଙ୍ଗନ୍ତୁ ନାହିଁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।